आदौ देवकी देवी गृहे जननं गोपी गृहे वर्धनं माया पूतना जीवतापहरणं गोवर्धनं धारणं कंसादि छदनं कौरवादि हननं कुंतीसुत पालनं एतद् श्रीमद्भागवतं पुराण कथितं श्रीकृष्ण लीलामृतं। प्रिय दिव्यात्मन, आमे जो श्रीमद्भागवत महापुराण को निगम कल्पतरोर्गलितं फलम सुखमुखाद अमृत द्रव संयुतम बोली अनेक थर शुणीछे जानिछे। समस्त आगम निगमर जो सूत्र गुड़िक श्री सुखदेव गोस्वामींकर श्री मुखार बिंदु निर्गत हेउथिला। सेही भागवत आरंभ हेउथिला 6टी प्रश्नरु। किंश्रेय शास्त्र सारक सुबतार प्रयोजनम किं कर्म के बतारश्च धर्म कं शरणंगतः। किं श्रेय, संसार भितर श्रेय कौन? शास्त्र सारक, शास्त्रर श्रेय कथा सार कथाटी कौन? श्रेय की मानव जन्मर कह की अटे ग्रंथ सार। किंपाई अवतार हरि कि करम थांती करी। केते संख्यारे अवतार धर्म शरण जाए कार। जेतेबेले आमे निजकु निजे प्रश्न करुचे नुहे, शास्त्र माता को प्रश्न करुचे श्रेय कौन जीवन पाई? उत्तर है कृष्ण प्रेम। महाप्रभुंकर श्री चरणार बिंदरे जदि आमे अनुराग रखिबा, महाप्रभु आम उपरे अनुग्रह करिबे। महाप्रभुंक द्वारा अनुग्रहित हेले आमर जीवन सुंदर हेबा सहित मुक्ति मार्ग प्रशस्त हेबो। प्रत्येक शास्त्रर सार कथा कौन? भक्ति। भक्ति तात अनुपम सुख मूला मिलही जो संत होई अनुकूला। भक्ति ठारू बड़ आनंददायिनी आउ केही ना। भक्तिर जोड़िए मुख्य लक्षण हेउछि क्लेशाग्नि शुभदा। संसार भितर समस्त क्लेश को नाश कला परी शक्ति भक्तिर रही। शुभदा केवल क्लेश को नाश करे ता नुहे, भक्ति आमको शुभ फल प्रदान करे। किंश्रेय शास्त्र सारक स्वावतार प्रयोजनम। महाप्रभुंकर अवतार कौन पई हुए? आवश्यकता कौन? धर्म संस्थापनार्थाय संभवामि जुगे जुगे। महाप्रभु केवल धर्म को सुरक्षित करने पाई नानादि अवतार हुंती। किं कर्म, क्यों कर्म करती प्रभु? पतित पावय दीननां हित कारणे। महाप्रभु पतित मानंकु करती मुक्ति एवं दीन दुखी मानकर कल्याण करी निहाती राक्षस मानंकु दमन करती एवं संसार भितर धर्मर पुनः प्रतिष्ठा करती। के अवतारश्च, केतोटी अवतार महाप्रभुंकर कही हेबनी। जदिओ आमर साधारण विचार रे केतेबेले 10, केतेबेले 24, केतेबेले 32 एमती सब परिकल्पना होईछि, किंतु भागवतीय विचार रे असंख्य। धर्म शरण जाए कार, ए प्रश्नर उत्तर दबा पाई जेतेबेले श्री सूत महाभाग प्रस्तुत होउछन्ति,
ଶ୍ରୀମଦ ଭାଗବତ ଦ୍ୱାଦଶ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ଉତ୍ତର ରଖୁଛନ୍ତି। ଶ୍ରୀ ଭାଗବତ ପୁରାଣରେ ଯେ ଧର୍ମ ଉକତ ସଂସାରେ, ସେ ଧର୍ମ ସଦା ଥାଇ ପୁଣ ଚତୁର ବର୍ଗ ଦିଏ ଜାଣ। ଧର୍ମ ବୋଲି ଯେଉଁ ବିଭାବ ତାହା କେଉଁଠି ରହିଯାଏ? ଏହି ଭାଗବତରେ, ଅର୍ଥାତ୍ ଏହି ଶ୍ରୀମଦ୍ ଭାଗବତ ମହାପୁରାଣର ପ୍ରତ୍ୟେକ ପୃଷ୍ଠାରେ ଧର୍ମର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଏ ତା ନୁହେଁ। ଲାଗେ ସତେ ଯେମିତି ଧର୍ମର ପ୍ରକୃତ ଏବଂ ପ୍ରତ୍ୟେକ ତଥ୍ୟ ଏବଂ ତତ୍ତ୍ୱ ଏହି ଭାଗବତରେ ବସା ବାନ୍ଧିଛନ୍ତି। ଏହି ଭାଗବତରେ ସଂସାରର ସ୍ୱରୂପ, ଜୀବର ସ୍ୱରୂପ, ଈଶ୍ୱରଙ୍କର ସ୍ୱରୂପ ଇତ୍ୟାଦି ବର୍ଣ୍ଣନା କରାଗଲା ପରେ ଜୀବର ଲକ୍ଷ୍ୟ ଯେ ଧର୍ମ ସଂଗ୍ରହ, ଏ କଥା କହିବା ପାଇଁ ଭାଗବତକାର ପଛେଇ ନାହାନ୍ତି। ଯେତେବେଳେ ଆମେ ଶ୍ରୀମଦ୍ ଭାଗବତ ମହାପୁରାଣ ସାରିବାକୁ ବସୁଛେ, ବଢ଼େଇବାକୁ ବସୁଛେ, ପୂର୍ଣ୍ଣାହୁତି ଆଣିବା ପାଇଁ ବସୁଛେ, ସେ ସମସ୍ତ କଥାକୁ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି ଆଜିର ଅଧ୍ୟାୟରେ। ଯେତେବେଳେ ଆମେ ପଚାରିବା ପ୍ରକୃତରେ ସଂସାରର ସ୍ୱରୂପ କ'ଣ? କେହି ବୋଲନ୍ତି ଏ ଜଗତ ଅଟଇ କର୍ମର ଆୟତ। କିଏ କହିଲେ ଏ ସଂସାର କେବଳ କର୍ମକୁ ନେଇ ହୁଏ, କେବଳେ ସ୍ୱଭାବ ଏହାର, କେବଳେ କାଳର ସଞ୍ଚାର, ଅପର ଦଇବ କେ କହି, କେ କହେ କାମ ରୂପ ଏହି। ସଂସାର କ'ଣ? କିଏ କହିଲା ନାହିଁ କାଳ ଦ୍ୱାରା ପରିଚାଳିତ, କିଏ କହିଲା ଦୈବ ଦ୍ୱାରା ପରିଚାଳିତ, କେହି କେହି କହୁଛନ୍ତି ମଣିଷ ଭିତରେ ଥିବା ବାସନା ଦ୍ୱାରା ସଂସାର ପରିଚାଳିତ ହୁଏ। ଠିକ୍ ଅଛି। ଏବଂ ଯେତେବେଳେ ସଂସାର ବାସନା ଦ୍ୱାରା ପରିଚାଳିତ ହୁଏ, ସେତେବେଳେ ଜୀବ ଆଉ ଈଶ୍ୱର ଆଭିମୁଖୀ ହୋଇପାରେ ନା, ବରଂ ଈଶ୍ୱର ବିମୁଖୀ ହୁଏ। ଯଦି ମନ ଭିତରେ ପ୍ରଶ୍ନ ଆସିବ ଈଶ୍ୱରାଭିମୁଖୀ ହେଲେ ଲାଭ କ'ଣ? ଈଶ୍ୱର କୃପା ପ୍ରାପ୍ତ ହେବ। ନାଇଁ, ଯଦି ଈଶ୍ୱରଙ୍କର ବିମୁଖ ହୋଇଗଲା ଜୀବ, କ୍ଷତି କ'ଣ ହେବ? ଉତ୍ତରରେ ଏହି ଭାଗବତ କହୁଛନ୍ତି, ହରି ବିମୁଖ ପ୍ରାଣୀ ଯେତେ ସେଥାନ୍ତି ପଶୁଙ୍କ ସଙ୍ଗତେ। ଯେତେବେଳେ ଜୀବ ହରି ବିମୁଖ ହୋଇଯାଏ, ସେ ପଶୁମାନଙ୍କ ସହିତ ରହେ। ପଶୁମାନଙ୍କ ସହିତର ଅର୍ଥ କ'ଣ? ଆମେ ପଶୁର ଅର୍ଥ ଯଦି ଚାରିଗୋଡ଼ିଆ ବୁଝିବା, ତେବେ ଅର୍ଥ ଆସିବ ନାହିଁ ପୃଥିବୀଆତ୍ମାରେ। ଏଠି ପଶୁର ଅର୍ଥ ଆହାର ନିଦ୍ରା ଭୟମୈଥୁନଞ୍ଚ ସାମାନ୍ୟମେ ତତ୍ ପଶୁ ଭିନ୍ନରାଣମ୍ ଧର୍ମୋ ହି ତେଷାଂ ଅଧିକ ବିଶେଷ ଧର୍ମେଣ ହୀନା ପଶୁଭିଃ। ଆହାର ନିଦ୍ରା ଭୟ ମୈଥୁନ ପଶୁମାନେ ବି କରୁଛନ୍ତି। ଘୁଷୁରୀ ମଧ୍ୟ ଛୁଆ ଜନ୍ମ କରୁଛି, ତାର ମଧ୍ୟ ପରିବାର ଅଛି। ପିମ୍ପୁଡ଼ିଟେ ମଧ୍ୟ ଭୟ କରୁଛି। ସେ ସମସ୍ତ କଥା ପ୍ରତ୍ୟେକ ଜୀବ ପାଖରେ ଥିଲାବେଳେ ମଣିଷ ଭିତରେ ସ୍ୱତନ୍ତ୍ରତା ହେଲା। ମଣିଷ ଧର୍ମ ସଂଗ୍ରହ କରିପାରିବ, ମୁକ୍ତି ମାର୍ଗର ପଥିକ ହୋଇପାରିବ। ଯଦି ତା ନହେଲା, ସେ ମଣିଷକୁ ଆମେ ପଶୁ ବୋଲି କହିବା। ଧର୍ମେଣ ହୀନା ପଶୁଭିଃ ସମାନା। ଯେତେବେଳେ ଜୀବ ହରି ବିମୁଖ ହୋଇଯାଏ, ସେତେବେଳେ ପଶୁ ପଦବାଚ୍ୟ ହୋଇଯାଏ। ଆଜ୍ଞା, ତାହାକୁ ମୋହେ ବିଷ୍ଣୁ ମାୟା ବିଷୟାର ସେ ବଢ଼େ ସ୍ପୃହା। ଏହି ହରି ବିମୁଖ ଜୀବକୁ ବିଷ୍ଣୁ ମାୟା ଏପରି କବଳିତ କରେ ଯେ, ବିଷ୍ଣୁ ମାୟା କହିଲେ ଯେଉଁ ମହାପ୍ରଭୁଙ୍କର ଅବିଦ୍ୟା ମାୟା, ସେ କେବଳ ବିଷୟକୁ ହିଁ ଜୀବନର ପରମ ସୁଖ ବିଚାର କରେ। ସେ ବୁଝିଯାଏ ସଂସାରରେ ଥିବ ଯେତେ ଦିନ ଆନନ୍ଦ କରୁଥିବ ମନ,
ଆଉ ମୁକ୍ତି ପାଇପାରେ ନାହିଁ। କିନ୍ତୁ ଏ ଜୀବକୁ ମୁକ୍ତି ଦେବା ପାଇଁ ଚାରି ବେଦ ଉପନିଷଦ ଯତକ ଚୁହୟ, ତାରେ ସୂତ୍ର ଲୟା ବ୍ୟାସ କରିଲ ସଞ୍ଚୟ। ଯେତେ ବେଦ ଉପନିଷଦରେ ସୂତ୍ର ରହିଲା ସବୁକୁ ବେଦବ୍ୟାସଜୀ ସଂଗ୍ରହ କଲେ। କେବଳ ତା ନୁହେଁ, ସେ ସମସ୍ତଙ୍କୁ ସଂଗ୍ରହ କରି ମାଳଟିଏ ଗୁନ୍ଥି ଦେଲେ। ଯେଉଁ ମାଳର ନାମ, ସୂତ୍ର ମାଳର ନାମ ଶ୍ରୀମଦ୍ ଭାଗବତ। ଜୟ ଶ୍ରୀକୃଷ୍ଣ।